ଘରେ ସୋଲାର ପ୍ୟାନେଲ ଲଗାଇବାକୁ ଚାହୁଁଛନ୍ତି କି? ଜାଣି ରଖନ୍ତୁ 5ଟି ବଡ଼ ଅସୁବିଧା, ନଚେତ୍ ପରେ ପଡ଼ିପାରନ୍ତି ସମସ୍ୟାରେ। ବର୍ଦ୍ଧିତ ବିଦ୍ୟୁତ୍ ଶୁଳ୍କ ମଧ୍ୟରେ ଏବେ ବଜାରରେ ସୋଲାର ପ୍ୟାନେଲର ଚାହିଦା ବେଶ୍ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଲୋକମାନେ ଏବେ ନିଜ ଘର ଛାତ ଉପରେ ସୋଲାର ପ୍ୟାନେଲ ଲଗାଇବାକୁ ପସନ୍ଦ କରୁଛନ୍ତି। ଏହା ଆପଣଙ୍କୁ ମହଙ୍ଗା ବିଦ୍ୟୁତ୍ ବିଲ୍ରୁ ରକ୍ଷା କରିବା ସହ ବିଦ୍ୟୁତ୍ ବିଭାଗ ଉପରେ ନିର୍ଭରଶୀଳତା କମାଇଥାଏ। ତେବେ ଅନେକ ଲୋକ ସଠିକ୍ ସୂଚନା ବିନା ସୋଲାର ପ୍ୟାନେଲ ଲଗାଇ ଦିଅନ୍ତି ଏବଂ ପରେ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଆଜି ଆମେ ଆପଣଙ୍କୁ ସୋଲାର ପ୍ୟାନେଲ ଲଗାଇବାର 5ଟି ବଡ଼ ଅସୁବିଧା ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆଦୌ ଅଣଦେଖା କରିବା ଉଚିତ ନୁହେଁ। ପ୍ରାରମ୍ଭିକ ଖର୍ଚ୍ଚ ଖୁବ୍ ମହଙ୍ଗା। ଆପଣଙ୍କର ସୂଚନା ପାଇଁ ଜଣାଇ ଦେଉଛୁ ଯେ ସୋଲାର ପ୍ୟାନେଲ ଲଗାଇବାକୁ ଖୁବ୍ ମହଙ୍ଗା ହୋଇଥାଏ। ଯଦିଓ ସରକାର ବିଭିନ୍ନ ଯୋଜନା ଅଧୀନରେ ଏଥିପାଇଁ ସବସିଡି ପ୍ରଦାନ କରୁଛନ୍ତି, ତଥାପି ଏକ ଉନ୍ନତ ମାନର ରୁଫଟପ୍ ସୋଲାର ସିଷ୍ଟମ ଲଗାଇବାକୁ ପାଇଁ ପ୍ରାରମ୍ଭିକ ନିବେଶ ବହୁତ ଅଧିକ ହୋଇଥାଏ। ଏହା ସହିତ ବ୍ୟାଟେରୀ, ଇନଭର୍ଟର, ୱାୟାରିଂ ଏବଂ ଇନଷ୍ଟଲେସନ ଖର୍ଚ୍ଚ ମଧ୍ୟ ଯୋଡ଼ି ହୋଇଥାଏ। ଏଭଳି ପରିସ୍ଥିତି ଆରମ୍ଭରୁ ହିଁ ଏତେ ବଡ଼ ରକମ ଦେବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇନଥାଏ। ପାଣିପାଗ ଉପରେ ନିର୍ଭରଶୀଳତା ସୋଲାର ପ୍ୟାନେଲଗୁଡ଼ିକୁ ସୂର୍ଯ୍ୟ କିରଣରୁ ହିଁ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ କରିଥାନ୍ତି। ବର୍ଷା, କୁହୁଡ଼ି କିମ୍ବା କ୍ରମାଗତ ଭାବେ ଆକାଶ ମେଘାଚ୍ଛନ୍ନ ରହିଲେ ବିଦ୍ୟୁତ୍ ଉତ୍ପାଦନ ହ୍ରାସ ହୋଇଥାଏ। ଏଭଳି ସମୟରେ ଆପଣଙ୍କୁ ସାଧାରଣତଃ ବିଦ୍ୟୁତ୍ ଯୋଗାଣ କିମ୍ବା ବ୍ୟାଟେରୀ ବ୍ୟାକଅପ୍ ଉପରେ ହିଁ ନିର୍ଭର କରିବାକୁ ପଡ଼ିଥାଏ। ତେବେ ସବୁ ପରିସ୍ଥିତିରେ କେବଳ ସୋଲାର ଉପରେ ଭରସା କରି ରହିବା ସମ୍ଭବ ନୁହେଁ। ନିବେଶକଙ୍କ ଭରଣା ହେବାରେ ଲାଗେ ଦୀର୍ଘ ସମୟ। ସୋଲାର ସିଷ୍ଟମ ଦ୍ୱାରା ବିଦ୍ୟୁତ୍ ବିଲ୍ ନିଶ୍ଚିତ ଭାବେ କମ୍ ହୋଇଥାଏ, କିନ୍ତୁ ଆରମ୍ଭରୁ ହୋଇଥାଏ ମହଙ୍ଗା। ନିବେଶର ଭରଣା ଦେବା ପାଇଁ ବହୁତ ସମୟ ଲାଗିଥାଏ। ଯଦି ଆପଣଙ୍କ ଘରେ ବିଦ୍ୟୁତ୍ ବ୍ୟବହାର କମ୍ ହେଉଥାଏ କିମ୍ବା ଭବିଷ୍ୟତରେ ଆପଣଙ୍କ ଘର ବଦଳାଇବାକୁ ଯୋଜନା କରୁଛନ୍ତି, ତେବେ ଏହି ଖର୍ଚ୍ଚ ହୋଇଥିବା ଟଙ୍କା ଫେରସ୍ତ ପାଇବା ପ୍ରକ୍ରିୟା ଆହୁରି ମହଙ୍ଗା ସମୟାପେକ୍ଷ ମନେ ହୋଇଥାଏ। ରକ୍ଷଣାବେକ୍ଷଣ ଆବଶ୍ୟକ। ଘରେ କେବଳ ସୋଲାର ପ୍ୟାନେଲ ଲଗାଇଲେ କାମ ସରିଯାଏ ନାହିଁ। ଏହାର ରକ୍ଷଣାବେକ୍ଷଣ ବା ମେଣ୍ଟେନାନ୍ସ ପ୍ରତି ବିଶେଷ ଧ୍ୟାନ ଦେବା ପଡ଼ିଥାଏ। ଛାତ ଉପରେ ଥିବା ପ୍ୟାନେଲରେ ଧୂଳିମଳି, ଶୁଖିଲା ପତ୍ର ଏବଂ ପକ୍ଷୀଙ୍କ ମଳ ଜମିବା ଦ୍ୱାରା ଏହାର କାର୍ଯ୍ୟଦକ୍ଷତା ହ୍ରାସ ପାଇଥାଏ। ତେଣୁ ସୋଲାର ପ୍ୟାନେଲ ସମୟରେ ସଫା କରିବା ଜରୁରୀ ହୋଇଥାଏ। ସୀମିତ ସୂର୍ଯ୍ୟକିରଣ କମ୍ ଲାଭଦାୟକ। ସୋଲାର ପ୍ୟାନେଲର ମୁଖ୍ୟ କାମ ହେଉଛି ସୂର୍ଯ୍ୟ କିରଣରୁ ବିଦ୍ୟୁତ୍ ତିଆରି କରିବା। କିନ୍ତୁ ଯଦି ଆପଣଙ୍କ ଘରର ଛାତ ଚାରିପାଖରେ ବଡ଼ ବଡ଼ ଅଟ୍ଟାଳିକା ବା କୋଠା ବାଡ଼ି ରହିଥାଏ ଏବଂ ଛାତ ଉପରକୁ ଖୁବ୍ କମ୍ ସମୟ ପାଇଁ ଖରା ଆସିଥାଏ, ତେବେ ସୋଲାର ପ୍ୟାନେଲ ଲଗାଇବା ଆପଣଙ୍କ ପାଇଁ ଏକ କ୍ଷତିର ସଉଦା ହୋଇପାରେ। କାରଣ କମ୍ ସୂର୍ଯ୍ୟକିରଣ ଯୋଗୁଁ ପ୍ୟାନେଲ ଖୁବ୍ କମ୍ ପରିମାଣରେ ବିଦ୍ୟୁତ୍ ଉତ୍ପନ୍ନ କରିପାରିବେ।